ଆପଣ ମୁଁ କହିଦେଲେ ସରିଯିବ। ନାଟକର ଶେଷ ଭାଗଟାର ଅଙ୍କ ଯଦି ଭିଲିଆନ୍ ଯେପର୍ଯ୍ୟନ୍ତ ନ ମରିଛି ସେ ପର୍ଯ୍ୟନ୍ତ ନାଁ କହିହେବନି। ଭିଲିଆନ୍ କି ଆପଣ ଜାଣିନାହାନ୍ତି ନା? ଯେତେ ଷ୍ଟୋରି ସମଗ୍ର ଓଡ଼ିଶାରେ ଜଣିଏ ଲୋକ କରୁଥିଲେ ସେ ଓଡ଼ିଆ ନୁହେଁ, ନନ ଓଡ଼ିଆ। ଏବଂ ନାଁଟା ମୁଁ ନାଟକର ଶେଷ ଅଙ୍କରେ କହିବି। ଆଜ୍ଞା ଷଡ଼ଯନ୍ତ୍ର ଏଟାକୁ କହୁଛି ଗୋପାଳ ଦାସଟା ମୋହରା କରାହେଇଛି। ଗୋପାଳ ଦାସ ପ୍ରକୃତରେ ଦୋଷୀ ନୁହେଁ। ମୁଁ ଆଜି କ'ଣ ବିଧାନସଭାରେ ବି କହିଛି। ବିଧାନସଭାରେ ନବୀନ ବାବୁ ଯେତେବେଳେ ବସିଥିଲେ ସେପଟ ସିଟ୍ ଫ୍ରଣ୍ଟରେ, ଏବେ ମୁଁ କହିଛି ନବୀନ ବାବୁ ସେ କିଛି ଜାଣିପାରନ୍ତିନି, ସେ କିଛି ଜାଣିନାହାନ୍ତି, ତାକୁ ମାରିବା ଲୋକ ଅଲଗା, ବୁଝିଲେ କି? ଭାଗ୍ୟ ଭଲ ଆହୁରି ନବୀନ ବାବୁ ଚିଫ୍ ମିନିଷ୍ଟର ହେଇନାହାନ୍ତି। ନବୀନ ବାବୁ ତାଙ୍କର ଭାଗ୍ୟ ଟେକ୍ ଅଛି, ଯେଉଁଟାକି ସେ ବହୁତ ଦିନ ଏବେ ତ୍ରିଷ୍ଟିରେ କେବଳ ସେ ମୁଖ୍ୟମନ୍ତ୍ରୀ ହେଲେନି ବୋଲି ସେ ବର୍ତ୍ତମାନ ଏଖିଣିକା ଭଲ ଅବସ୍ଥାରେ ଅଛନ୍ତି। ହେଇଥିଲେ ଆପଣ ଜାଣିନାହାନ୍ତି ତ କ'ଣ କରିଥାନ୍ତେ? ଆପଣ କ'ଣ କହିବେ? ସେ ମୁଖ୍ୟମନ୍ତ୍ରୀ କି ଅବସ୍ଥାରେ ରଖିଥିଲେ? ଗୋଟେ ପାଗଳ କରିକି ରଖିଥିଲେ ତାକୁ। ସେ ଆଖି ମାରୁଥିଲେ, ସେ ସୁ କରିକି ଇଏ କରୁଥିଲେ, କିସ୍ ଦେଉଥିଲେ, ଫ୍ଲାଇଂ କିସ୍ ଦେଉଥିଲେ। କାହାକୁ? ସେ ଫ୍ଲାଇଂ କିସ୍ କାହାକୁ ଦେଉଥିଲେ? କାହାକୁ ଦେଲେ ଆପଣ ଜାଣିନାହାନ୍ତି? ଆଖି ମାରୁଥିଲେ, ବୁଝିପାରୁନଥିଲେ, ଜାଣୁଥିଲେ। ଏବେ ଠିକ୍। ମୁଁ ତ ଏବେ ଦେଖୁଛି ନବୀନ ବାବୁ ତ ହାଉସ୍ କରୁଛନ୍ତି ବହୁତ ଭଲ। ସେତେବେଳେ ତାକୁ କହୁଛି ତାକୁ ଏଭଳି ଭାବରେ ରଖା ହେଇଥିଲା ନବୀନ ବାବୁଙ୍କୁ, ପୁରା ପାଗଳ ଅବସ୍ଥାରେ ରଖା ହେଇଥିଲା। ନବୀନ ବାବୁଙ୍କୁ ପାଗଳ ଅବସ୍ଥାରେ ରଖା ହେଇଥିଲା। ନବୀନ ବାବୁ କିଛି ବୁଝିପାରୁନଥିଲେ। ଆଜ୍ଞା ଖାଲିଟାରେ ହେଇଥିବ କ'ଣ ହେଇଥିବ ସେ କଥା ସେମାନେ ଜାଣିଥିବେ। ଆମେ ତ ଆପଣ ନିଜେ ଟିଭିରେ ଦେଖେଇଛନ୍ତି ନବୀନ ବାବୁ ଯେଉଁଠି ବସୁଛନ୍ତି, ସିଏ ନବୀନ ବାବୁ କ'ଣ କହୁଛନ୍ତି ତା ହାତଟାକୁ ଚାପିକି ଧରୁଥିଲେ। ଆପଣ ଜାଣିଛନ୍ତି, ଟିଭିରେ ଦେଖିଛନ୍ତି। ନବୀନ ବାବୁ ଆଖି ମାରୁଥିଲେ, ତା ଆଖି ମରାଟାକୁ ବନ୍ଦ କରୁଛନ୍ତି। ଗୁଡ଼କୁ ତାକୁ ଜାଣିଛନ୍ତି ଏଇ ରକମ ସବୁ ନବୀନ ବାବୁର ବସିଥିବେ, ସେ କ'ଣ କହୁଥିବେ ତା ଗୁଡ଼ ମାରିକି ତା ଗୁଡ଼କୁ ଧକ୍କା ମାରୁଥିବେ। ନହେଲେ ନବୀନ ବାବୁ ସେତେବେଳେ ଖରାପ ଥିଲେ, ପାଗଳ ଭଳି ଅଭିନୟ କରୁଥିଲେ, ପାଗଳ ଭଳି ଆଖି ମାରୁଥିଲେ, ପାଗଳ ଭଳି ଫ୍ଲାଇଂ କିସ୍ ଦେଉଥିଲେ, ନବୀନ ବାବୁ ହାତକୁ ଚାପିକି ଧରୁଥିଲେ। ନବୀନକୁ ମୁଁ ନିଜେ ଦେଖିଛି ପାଣ୍ଡିଆନ ନବୀନକୁ ଗୁଇଠା ମାରୁଥିଲେ। ଆଜ୍ଞା ମୁଁ ସେଟା ଆପଣ ଆଉ ଏତେ କଥାକୁ କାହିଁକି ଆପଣ ନିଜେ ମୁଁ ଏତେ କଥା କହିଲା ପରେ ଯଦି ଆପଣ କିଛି ବୁଝିପାରୁନାହାନ୍ତି, ଆପଣ ଦେଖିଛନ୍ତି ନା ନିଜେ ଟିଭିରେ ନବୀନକୁ ଗୁଇଠା ମାରୁଛନ୍ତି ପାଣ୍ଡିଆନ। ଆମେ ଆଜ୍ଞା ସେଟାକୁ କହିବୁନି, ତାଙ୍କ ଯାଞ୍ଚଟାକୁ ଆମେ, କିନ୍ତୁ ନବୀନଙ୍କୁ ମୁଁ କହିବି ପାଗଳ କରିକି ରଖାଯାଇଥିଲା ଏବଂ ରଖେଇଥିଲେ ଏବଂ ନବୀନ ବାବୁ କିଛି ବୁଝିପାରୁନଥିଲେ। ଆଚ୍ଛା କହିଲେ ଆପଣ ନିର୍ବାଚନ ପରେ, ସେ ନିର୍ବାଚନ ହାରିଗଲା ପରେ ଏବେ ସୁନ୍ଦର ଭାବରେ ଚାଲୁଛନ୍ତି, ସୁନ୍ଦର ଭାବରେ କଥା ହେଉଛନ୍ତି, ସୁନ୍ଦର ଭାବରେ ସମସ୍ତଙ୍କ ସହିତ ମିଶୁଛନ୍ତି। ଆଗରୁ କୁଆଡ଼େ ଯାଇଥିଲେ? ମୁଖ୍ୟମନ୍ତ୍ରୀ ଯେତେବେଳେ ଥିଲେ ସେ କି ଜାଣିପାରୁନଥିଲେ? ଆଖି ବୁଝି ଫ୍ଲାଇଂ କିସ୍ ମାରିବେ। ତାକୁ କାହାକୁ ମାରିବେ? ପାଣ୍ଡିଆନକୁ। ଏଇ ଯେଉଁ ଜିନିଷ କରୁଥିଲେ, କିଏ କରୁଥିଲେ? ଆମେ କରୁଥିଲୁ କି? ନବୀନ ବାବୁ ନିଜେ କରୁଥିଲେ। এটা বহু লোক ଦେଖୁନି, ଆପଣମାନେ ବି ଦେଖିଛନ୍ତି, ସାରା ଓଡ଼ିଶାବାସୀ ଦେଖିଛନ୍ତି, ଭାରତବାସୀ ଦେଖିଛନ୍ତି। ଆଉ ନବୀନ କିଛି ବୁଝିପାରୁନଥିଲେ। ଏଇ ତାଙ୍କ ବେକରେ ଜଣେ ବାନ୍ଧୁଛି ଗୋଟେ ଲେଡି, ସେ କହୁଥିଲେ କିଏ ସେ ହିରୋଇନ୍, ସେ ଆପଣ ମାନେ କେତେ ସେ ଜିନିଷ ଯେତେବେଳେ ଏଟା କାମ କରୁନି, ସେ ବିଭିନ୍ନ କରୁଛି। ସେ ତାକୁ ସେତେବେଳେ ସେ ଖରାପ ଥିଲେ, ଭଗବାନ ଜାଣନ୍ତି ତାକୁ କି ଅବସ୍ଥାରେ ତାକୁ ରଖିଥିଲେ। ଆମେ ଜାଣିପାରୁନଥିଲୁ, ତାଙ୍କ ମନ୍ତ୍ରିମଣ୍ଡଳରେ ବି କେହି ଜାଣିପାରୁନାହାନ୍ତି କି ଜଣିଏ ଲୋକ ଜାଣୁଥିଲେ। ଏବେ ଦେଖିବାକୁ ତ ବହୁତ ଭଲ। ମୁଖ୍ୟମନ୍ତ୍ରୀ ସୁନ୍ଦର ଭାବରେ ଯାଉଛନ୍ତି, ମୁଖ୍ୟମନ୍ତ୍ରୀ ସୁନ୍ଦର ଭାବରେ ଚାଲୁଛନ୍ତି, କାହା ସାହାଯ୍ୟ ଲୋଡ଼ୁନାହାନ୍ତି, ହାତ ଏମିତି ଥରୁନଥିଲା, ଏବେ ତା ହାତ ଭଲ। କିନ୍ତୁ ଗୋଟେ କ୍ୱେଶ୍ଚନ୍ ହେଉଛି ବର୍ତ୍ତମାନ ଯେ ନେଟୱାର୍କ ଇଏ ଷଡ଼ଯନ୍ତ୍ର, ଏବଂ ନବୀନ ବାବୁଙ୍କର ଭାଗ୍ୟ ଭଲ ସେ ଆହୁରି ମୁଖ୍ୟମନ୍ତ୍ରୀ ହେଇନାହାନ୍ତି। ମୁଁ କାହିଁ କଥା ହେବି? ଆମର କ'ଣ ଆବଶ୍ୟକତା ଅଛି ନବୀନ ବାବୁ ସାଙ୍ଗରେ କଥା? କିନ୍ତୁ ଆପଣମାନଙ୍କର ଦିସ୍ ଇଜ୍ ଦ ସିନେରିଓ ଅଫ୍ ଦ ମାନେ ଓଡ଼ିଶା, ଦିସ୍ ଇଜ୍ ଦ ସିନେରିଓ ଅଫ୍ ଦ ନବୀନ ବାବୁ। ଏବଂ ନବୀନ ବାବୁଙ୍କର ହିତାକାଂକ୍ଷୀ ଭାବରେ ଆମେ କହୁଛୁ ଭଗବାନ ତାଙ୍କୁ କରନ୍ତୁ, ସେ ଦୀର୍ଘାୟୁ ହୁଅନ୍ତୁ। ସେ ମୁଖ୍ୟମନ୍ତ୍ରୀ ଥିଲାବେଳେ ଏଭଳି କରାଉଥିଲେ, ସେ ଚାହୁଁନଥିଲେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଭବିଷ୍ୟତରେ ନ ହୁଅନ୍ତୁ। ତାଙ୍କ ଉତ୍ତରାଧିକାର ତାଙ୍କୁ ଷଡ଼ଯନ୍ତ୍ର କରି କାଢ଼ିବା ପାଇଁ ଅଲଗା ନୂଆ ଲୋକ ବାହାରୁଥିଲେ। ଭଗବାନ ସେଟା କରେଇଦେଲେନି। ମୁଁ ଦେଖୁଛି ନବୀନ ବାବୁଙ୍କର ଭଗବାନଙ୍କର ଆଶୀର୍ବାଦ ତା ପ୍ରତି ଅଛି, ଯେଉଁଟାକି ମୁଖ୍ୟମନ୍ତ୍ରୀରୁ ସେ ଦୂରେଇ ଗଲେ, ବର୍ତ୍ତମାନ ଭଲରେ ଅଛନ୍ତି। ସେ କ'ଣ କହୁଥିଲେ ଜାଣିପାରୁନଥିଲେ। ଆଉ କେତେବେଳେ ବେଶୀ ଏରକମ ଯେଉଁ ସଭାରେ ହଜାର ହଜାର ଲୋକ ଅଛନ୍ତି, ସେ ପାଣ୍ଡିଆନଟାକୁ ଫ୍ଲାଇ କିସ୍ ଦେଉଥିଲେ। ଏଇଟା କ'ଣ ମୁଖ୍ୟମନ୍ତ୍ରୀଙ୍କର ଏଇଟା ଜାଣିକି କରୁଥିଲେ? ତ କରାଯାଉଥିଲା। ତ କି ମେଡ଼ିସିନ୍ ଦେଉଥିଲେ ଭଗବାନ ଜାଣନ୍ତି।
से मेडिसिन दौले जोटा कि जापारे से मुख्यमंत्री भावुले बोधे पांडियानटा बोधे आउ कौन किसी अलग जेंडर किसी फ्लाइंग किस मारुले कौन मुझे जो भूल कर ठीक कर कहतु तेणु मोर गोटे कथा मुझे चाहे जो ये इश्यूटा गोटे सेंसिटिव स्पर्शकातर इश्यू कौटा ये जो नवदासटा तेणु नवदास इश्यू आज मुझे कहूनी बहुत दिन मत विधानसभा कही प्रथम कहूँ सब कहूँ जेहेतु परिवार एवं दाबी कर दाबीटा आगुरी हबार प्रथम ताकर दाबीटा मूलर हबार जिते बड़े मरीगले के नव झील स्त्री सी भाविले स्वामीटा गुरुत्व नुहे गुरुत्वटा हूँ पावर संपत्ति धन संपत्ति झीर एमएलए टिकेट झी एमएलए हम झी मंत्री हम एवं नवीन टिकेट दबनी यही लुभरे से किसी कहले बापा मरिया विषय एवं देखिए चारिआडू एत होपलेस एवं आशाहीन भाव से बर्तमान देखुते किसी हेनी बर्तमान से चीफ मिनिस्टर को बर्तमान से दाबी कर सीबीआई तदंत हो। धन्यवाद।